तो दर्शक बंधु नुआ वर्ष ठारू ओडिशा सरकारक तरफରୁ ଆମର ସମସ୍ତ ଚାଷୀ ଭାଇ ମାନଙ୍କୁ ଗୋଟିଏ ଗୋଟିଏ ଫାର୍ମର ଆଇଡି କାର୍ଡ ପ୍ରଦାନ କରାଯିବ ବୋଲି ଯେମିତି ଘୋଷଣା କରାଯାଇଛି ସେବେଠାରୁ ଆମର ଚାଷୀ ଭାଇ ମାନଙ୍କ ମନରେ ବହୁତ ସାରା ପ୍ରଶ୍ନ ଉଙ୍କି ମାରୁଛି। ଯେମିତି କି ବର୍ତ୍ତମାନ ଏହି ଫାର୍ମର ଆଇଡି କାର୍ଡଟି କେଉଁ ଚାଷୀ ଭାଇ ମାନଙ୍କୁ ମିଳିବ ଏବଂ ତା ସହିତ ଏହି ଫାର୍ମର ଆଇଡି କାର୍ଡ ପାଇଁ ଆମର ଚାଷୀ ଭାଇ ମାନେ କେବେ ଓ କେମିତି ଆପ୍ଲାଏ କରିବେ, ଆବେଦନ ବେಳೆ କେଉଁ ସବୁ ଡକ୍ୟୁମେଣ୍ଟ ଲାଗିବ, ଆଉ ତା ସହିତ ଆପଣ ମାନଙ୍କର ଆବେଦନର ଶେଷ ତାରିଖ କେବେ ରହିଛି। ତେବେ ଚାଲନ୍ତୁ ଏ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକି ନା ଆଜିର ଏ ଭିଡିଓରେ ମୁଁ ଆପଣ ମାନଙ୍କୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଉଛି। ତ ଭିଡିଓଟିକୁ ନିଶ୍ଚିତ ଭାବରେ ଗୋଟିଏ ଲାଇକ୍ କରିବେ ଏବଂ ଚ୍ୟାନେଲରେ ନୂଆ ହେଇଥିଲେ ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ କରିନେବେ। ତ ଦର୍ଶକ ବନ୍ଧୁ ସବୁଠାରୁ ପ୍ରଥମେ ଆମେ ଜାଣିବା ଯେ ଏହି ଫାର୍ମର ଆଇଡି କାର୍ଡ ପାଇଁ ଆପଣ ମାନଙ୍କର କଣ ସବୁ ଡକ୍ୟୁମେଣ୍ଟସ ଲାଗିବ। ତ ଦେଖନ୍ତୁ ଏହି ଫାର୍ମର ଆଇଡି କାର୍ଡ ପାଇଁ ଯେତେବେଳେ ଆପଣ ମାନେ ଆବେଦନ କରିବାକୁ ଯାଉଛନ୍ତି, ଯଦି ଆପଣଙ୍କର ଜମି ପଟ୍ଟାଟି ଆପଣଙ୍କ ନିଜ ନାଁରେ ଅଛି ତାହେଲେ ଆପଣ ମାନେ ଆପଣଙ୍କର ଆଧାର କାର୍ଡ ତା ସହିତ ଆପଣଙ୍କର ଭୂଲେଖ ପଟ୍ଟା କିମ୍ବା ଆପଣ ମାନେ ଅନଲାଇନ ମାଧ୍ୟମରେ ଯୋଉ ପଟ୍ଟାଟିକୁ ଡାଉନଲୋଡ କରିଥିବା ଆପଣଙ୍କ ଜମିରୁ ସେଇ ପଟ୍ଟାଟିକୁ ନେଇକି ଯିବେ ଏବଂ ତା ସହିତ ଆପଣଙ୍କ ଆଧାର କାର୍ଡ ସହିତ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଥିବ ସେଇ ମୋବାଇଲଟିକୁ ଆପଣ ମାନେ ନେଇକି ଯିବେ। ଯଦି ଆପଣଙ୍କ ନାଁରେ ଜମି ପଟ୍ଟାଟି ଥିବ, କିନ୍ତୁ ଆପଣ ମାନେ ସମସ୍ତେ ମଧ୍ୟ ଜାଣିଛନ୍ତି ଯେ ପାଖାପାଖି 90% ଲୋକମାନଙ୍କର ଜମିଟି ସେମାନଙ୍କର ନାଁରେ ନଥାଏ, ସେମାନଙ୍କର ପୂର୍ବପୁରୁଷଙ୍କ ନାଁରେ ଥାଏ। ତ ସେ ଜାଗାରେ ସେମାନେ କେଉଁ ସବୁ ଡକ୍ୟୁମେଣ୍ଟସ ନେଇକି ଯିବେ, ଦେଖନ୍ତୁ ସରକାର ତାର ବ୍ୟବସ୍ଥା ମଧ୍ୟ କରିଦେଇଛନ୍ତି। ତ ଦେଖନ୍ତୁ ଯେଉଁମାନଙ୍କର ଜମି ପଟ୍ଟାଟି ନିଜ ନାମରେ ନଥିବ ସେମାନେ କେଉଁ ସବୁ ଡକ୍ୟୁମେଣ୍ଟସ ନେଇକି ଯିବେ ନା ଭୂଲେଖରେ ଥିବା ମୃତ ଜମିଧାରୀଙ୍କ ମୃତ୍ୟୁ ପ୍ରମାଣ ପତ୍ର, ମାନେ ଆପଣଙ୍କର ଯୋଉ ଭୂଲେଖ ୱେବସାଇଟ ରହିଛି ବା ସରକାରଙ୍କ ତରଫରୁ ଯୋଉ ଅନଲାଇନରେ ପଟ୍ଟାଟି ଆପଣ ମାନଙ୍କର ରହିଛି, ତ ସେଇ ପଟ୍ଟାଟି ଯାହାଙ୍କ ନାଁରେ ଥିବ ତ ସେ ଆପଣଙ୍କ ବାପାଙ୍କ ନାଁରେ ହେଉ କିମ୍ବା ଆପଣଙ୍କ ଜେଜେଙ୍କ ନାଁରେ ହେଉ, ତ ଆପଣ କଣ କରିବେ ନା ତାଙ୍କର ଡେଥ ସାର୍ଟିଫିକେଟ ନେଇକି ଯିବେ ଯଦି ସେ ମରି ଯାଇଥିବେ। ଏଇଟା ଆପଣ ମନେ ରଖନ୍ତୁ, ଯାହାଙ୍କ ନାଁରେ ପଟ୍ଟାଟି ଥିବ ଯଦି ତାଙ୍କର ମୃତ୍ୟୁ ହୋଇଯାଇଥିବ ତାହେଲେ ଆପଣ ମାନେ ତାଙ୍କର ଡେଥ ସାର୍ଟିଫିକେଟଟିକୁ ନେଇକି ଯିବେ ଏବଂ ତା ସହିତ ଉତ୍ତରାଧିକାରୀ ପ୍ରମାଣ ପତ୍ର। ଯଦି ମୁଁ ଆପଣ ମାନଙ୍କୁ ସଫା ସଫା କହିବି ତାହେଲେ ଆପଣ ମାନଙ୍କୁ ଲିଗାଲ ହେୟାର ମଧ୍ୟ ବାହାର କରିବାକୁ ପଡିବ ଯେ ଆପଣ ମାନେ ଆକ୍ଚୁଆଲିରେ ସେଇ ଜମିର ବର୍ତ୍ତମାନ ଉତ୍ତରାଧିକାରୀ ବୋଲି। ଆଉ ଶେଷରେ ଆପଣ ମାନେ ଯେତେବେଳେ ଏସବୁ ଡକ୍ୟୁମେଣ୍ଟସ କୁ କରିନେବେ ମାନେ ଆପଣ ମାନଙ୍କର କଣ ସବୁ ଲାଗିବ, ତ ଦେଖନ୍ତୁ ଆପଣ ମାନଙ୍କର ତ ମୋଟାମୋଟି ଭାବରେ ଯଦି ମୁଁ ଆପଣ ମାନଙ୍କୁ କହିବି ତାହେଲେ ଦେଖନ୍ତୁ ଯେଉଁମାନେ ବି ଫାର୍ମର ଆଇଡି ପାଇଁ ଆବେଦନ କରିବା ପାଇଁ ଯାଉଛନ୍ତି ତାହେଲେ ଦେଖନ୍ତୁ ସେମାନଙ୍କର ନିଜର ଆଧାର କାର୍ଡ ଲାଗିବ ଏବଂ ତା ସହିତ ଆଧାର କାର୍ଡ ସହିତ ଯୋଉ ମୋବାଇଲ ନମ୍ବରଟି ଲିଙ୍କ ହୋଇକି ଥିବ ତ ସେଇ ମୋବାଇଲ ନମ୍ବରଟି ଲାଗିବ ଏବଂ ତା ସହିତ ଯଦି ଜମି ପଟ୍ଟାଟି ଆପଣଙ୍କ ନାଁରେ ଥିବ ତାହେଲେ ଆପଣ ମାନେ ସେଇ ଜମି ପଟ୍ଟାଟିକୁ ଅନଲାଇନରୁ ଡାଉନଲୋଡ କରିବେ ବା ଭୂଲେଖ ୱେବସାଇଟରୁ ଡାଉନଲୋଡ କରିବେ ଏବଂ ତାର ନମ୍ବରଟିକୁ ନେଇକି ଯିବେ। ଆଉ ଯଦି ଜମିଟି ଆପଣଙ୍କ ନାଁରେ ନଥିବ, ଆପଣଙ୍କ ପୂର୍ବପୁରୁଷ ଯାହାଙ୍କ ନାଁରେ ବି ଥିବ ତାହେଲେ ଆପଣ ମାନେ ତାଙ୍କର ଡେଥ ସାର୍ଟିଫିକେଟ ଏବଂ ତା ସହିତ ତାଙ୍କର ଲିଗାଲ ହେୟାର ସାର୍ଟିଫିକେଟଟିକୁ ବାହାର କରିକି ଏସବୁ ଡକ୍ୟୁମେଣ୍ଟଟିକୁ ଆପଣ ମାନେ ନେଇକି ଆବେଦନ କରିପାରିବେ। କିନ୍ତୁ ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ ଯେ ବର୍ତ୍ତମାନ ମୋ ବାପାଙ୍କ ନାଁରେ ଜମିଟି ରହିଛି ଏବଂ ଆମେ ଦୁଇ ଭାଇ ଅଛୁ ଏବଂ ଆମେ ବର୍ତ୍ତମାନ ଦୁଇ ଭାଇ ଫାର୍ମର ଆଇଡି ବନେଇବାକୁ ଚାହୁଁଛୁ, ତ ସେ କେସରେ ଆମେ ଦୁଇ ଭାଇ କଣ କରିବୁ, ମାନେ ଆମ ଦୁଇ ଭାଇଙ୍କର ଫାର୍ମର ଆଇଡି ଆମେ କେମିତି ବନେଇବୁ। ତ ଦେଖନ୍ତୁ ଏ ନେଇକି ତ ସରକାର କିଛି ବି ଅପଡେଟ ଦେଇନାହାନ୍ତି, କିନ୍ତୁ ମୁଁ ଯେତିକି ଅନୁମାନ କରିକି କହୁଛି ଯେ ହୁଏତ ଆପଣଙ୍କ ଆଧାର କାର୍ଡରେ ନିଶ୍ଚିତ ଭାବରେ ଆପଣଙ୍କର ବାପାଙ୍କ ନାମ ଥିବ କିମ୍ବା ଆପଣଙ୍କର ଯେକୌଣସି ଡକ୍ୟୁମେଣ୍ଟ ଯାହା ବି ରହିଛି ସେସବୁରେ ମଧ୍ୟ ଆପଣଙ୍କ ବାପାଙ୍କ ନାଁଟି ଥିବ। ତ ଆପଣ ମାନଙ୍କର ଇଜିଲି ଫାର୍ମର ଆଇଡିଟା ମିଳିଯିବ। ଯେହେତୁ ସରକାର ଏ ନେଇକି ବର୍ତ୍ତମାନ ସୁଦ୍ଧା କିଛି ବି ଅପଡେଟ ଦେଇନାହାନ୍ତି, ସେଥିପାଇଁ ଆମେ ବର୍ତ୍ତମାନ ସମୟରେ କିଛି ବି କହିପାରିବା ନାହିଁ ଯେ କେମିତି କଣ ଆବେଦନ କରାଯିବ। ବାସ୍ ଏହାର ଗୋଟିଏ ଉପାୟ ରହିଛି ଯେ ଆପଣଙ୍କ ଡକ୍ୟୁମେଣ୍ଟସରେ ଆପଣଙ୍କ ବାପାଙ୍କ ନାମ ଥିବ ଏବଂ ଯଦି ଆପଣଙ୍କ ବାପାଙ୍କ ନାଁରେ ଜମି ପଟ୍ଟାଟି ଥିବ ତାହେଲେ ଇଜିଲି ଆପଣ ମାନେ ଏହି ଫାର୍ମର ଆଇଡିଟି ପାଇପାରିବେ। ତା ସହିତ ଆମର ସେକେଣ୍ଡ ପ୍ରଶ୍ନଟି ଏହା ଥିଲା ଯେ ଏହି ଫାର୍ମର ଆଇଡି ପାଇଁ ଆମେ କେମିତି ଆବେଦନ କରିବୁ ବା କେବେଠାରୁ ଆବେଦନ କରିବୁ। ତ ଦେଖନ୍ତୁ ପ୍ରଥମତଃ ଆପଣ ମାନଙ୍କୁ ସରକାର କହିଛନ୍ତି ନା ଜାନୁଆରୀ 1 ଠାରୁ ନେଇକି ମାର୍ଚ୍ଚ 31 ପର୍ଯ୍ୟନ୍ତ ଆପଣ ମାନେ ଏହି ଫାର୍ମର ଆଇଡି କାର୍ଡ ପାଇଁ ଆବେଦନ କରିପାରିବେ। ତେବେ କେମିତି ଆବେଦନ କରିବେ, ତ ଦେଖନ୍ତୁ ପ୍ରଥମତଃ ଆପଣଙ୍କ ଗ୍ରାମ ପଞ୍ଚାୟତରେ ଗୋଟିଏ କ୍ୟାମ୍ପ ପଡିବ ବା କିଛି ସରକାରୀ ଅଫିସର ଆପଣ ମାନଙ୍କର ଆସିବେ। ତ
तो से जगह को जाइए आपण माने मध्य फार्मर आईडी कार्ड पई आवेदन करि परिबे किंबा आपण माने चाहिले कृषक रजिस्ट्री पोर्टाल ले मध्य निजे आपणक मोबाइल फोन रे रजिस्ट्रेशन करि परिबे एई फार्मर आईडी कार्ड पई एवं ता सहित आपण माने चाहिले आपणक निकटस्थ कौनसी जनसेवा केंद्र को जाइए मध्य एई फार्मर आईडी कार्ड पई आवेदन करि परिबे। तबे देखंतु ए जगार किछि भाई हमको प्रश्न पचारुथिले जे आमको यही वेबसाइट रो लिंक टी दियंतु। तो देखंतु जेहेतु सरकार ए पर्यंत यार अप्लाई करिवार प्रोसेस को आरंभ करिनांती तो सेथि पई आपणकर वेबसाइट टी मध्ये ए पर्यंत आसी नै। तो जते बेले वेबसाइट टी आसीबो तो सेते बेले आमे आपण मानको गोटे वीडियो माध्यम रे कहि देबु जे आपण माने केमिति निज मोबाइल फोन रे आपणकर फार्मर आईडी कार्ड पई आवेदन करि परिबे। तबे वर्तमान आपण माने जो प्रश्न पचारुथिले एही फार्मर आईडी कार्ड को नेकी तो से सब प्रश्नर मु आपण मानको ए वीडियो रे दे देली एवं आपण माने से सब प्रश्नर उत्तर मध्य पाई गले। तबे दर्शक बंधु जदि वीडियो टी इन्फॉर्मेटिव लागिला ताले वीडियो टी को गुटे लाइक करिवे एवं चैनल रे नुआ हेतले चैनल टी को गुटे सब्सक्राइब करिनेबे एवं ता सहित आपण माने केउ जागा रो ए वीडियो टी को देखुचंती तो हमको कमेंट माध्यम रे जणाई देबे। तबे चलंतु दर्शक बंधु आज रो वीडियो रे एतिकी आपण मानको सहित देखा आ गुटे नुआ वीडियो रे। तो सेते पर्यंत विदाय दियंतु रहुची जय जगन्नाथ।